ସିନାପାଲି ହାଇସ୍କୁଲ ପଡ଼ିଆଠାରେ 76ତମ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ୍ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଛନ୍ତି। ମଞ୍ଚାସୀନ ଅତିଥି ଭାବରେ ବ୍ଲକ ଚେୟାରମ୍ୟାନ୍ ମାଧୁରୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ମୀନା ଘିଗେଲ, 14 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆଶା ଜୈନ, 12 ନମ୍ବର ଜୋନ୍ ଜିଲ୍ଲା ପରିଷଦ ପୁଷ୍ପାଞ୍ଜଳି ଗୁଆଳ, ସମିତି ସଭ୍ୟ ସିନାପାଲି ବ୍ଲକ ସଭାପତି ମନୀଷ ପଟେଲ, ସିନାପାଲି ସରପଞ୍ଚ ସୁନିତା ମେହେର, ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ, ବରିଷ୍ଠ ଆଇନଜୀବୀ ବୈଶମ୍ପାନ ମେହେର, ବରିଷ୍ଠ ଶିକ୍ଷାବିତ ତୁଳସୀରାମ ମେହେର, ସିନାପାଲି ପ୍ରେସ୍ କ୍ଲବ ସଭାପତି ଅଜିତ କୁମାର ଯୋଶୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ। ରକ୍ତଦାନ କରିଥିବା 5 ଜଣ ରବୀନ୍ଦ୍ର ଦାସ, କ୍ଷିତିଧର ମେହେର, ପରମେଶ୍ୱର ମେହେର, ସୁରେଶ ଚନ୍ଦ୍ର ଶାହ, କ୍ଷିତିଧର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ମଞ୍ଚ ପରିଚାଳନା କରିଥିଲେ ଲୋଚନ ମେହେର। ଶେଷରେ ବ୍ଲକ ଚେୟାରମ୍ୟାନ୍ ମାଧୁରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।